এই ରୋଷଶାଳାରେ ସକାଳର ଜଳଖିଆ ପାଇଁ କ'ଣ ବ୍ୟଞ୍ଜନ ପ୍ରସ୍ତୁତ ହୋଇଅଛି? ଏଇଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଅଛି ଜନ୍ତା ରୁଟି, ଆଳୁ ଜିରା ଟିକେ ପଡ଼ିକିରି ଭଜା, ମାନେ ରାଗୁଆ ଟିକେ ଭୃଷଙ୍ଗ ପତ୍ର ବଘରା ହେଇଛି, ଜିରା ଟିକେ ପଡ଼ିଛି, ରାଗୁଆ ଲାଗିବ। ଜନ୍ତା ରୁଟି ସାଙ୍ଗରେ ତା'ର ମଜା ଅଲଗା। ତା ସାଙ୍ଗରେ ଛେନା ପ୍ଲସ୍ ଚିନି। ଆଜି ପ୍ଲସ୍ ରାବିଡ଼ି ନାହିଁ, ପ୍ଲସ୍ ଚିନି। ତେଣୁ ଯାହା ଯେମିତି ହଉ, ଆଜିର ସକାଳର ବ୍ୟଞ୍ଜନ ପ୍ରସ୍ତୁତ ହୋଇଅଛି ଜନ୍ତା ରୁଟି, ଜିରା ଆଳୁ କଞ୍ଚା ଲଙ୍କା ପଡ଼ିକିରି ଭୃଷଙ୍ଗ ପତ୍ର ପଡ଼ିକି ହେଇଛି, କିନ୍ତୁ ଅଲଗା ମସଲା ମସଲି ପଡ଼ିନାହିଁ। ପୁରା ଜିରା ଟିକେ ପଡ଼ିକାରି ବଘରା ହେଇଛି, ତା ସାଙ୍ଗରେ ଛେନା ଖାଇବା। ଯାହା ଯେମିତି ହଉ ଚାଲିଛି ଆଉ। ସକାଳୁ ଉଠି ଗାଧା ପାଧା କରିଦେଲି, ଠାକୁର ପୂଜା କରିଦେଲି। ଠାକୁର ପୂଜା କରିସାରିଲା ପରେ ଖାଇବା ଷ୍ଟାର୍ଟ ଆଉ। ଆପଣ ଆଳୁରେ ଜିରା ପକେଇ କେତେବେଳେ କରିବେ, ବହୁତ ବଢ଼ିଆ ଲାଗିବ। କିଛି ନାହିଁ, କିଛି ଅସୁବିଧା ନାହିଁ। ଏକଦମ ଏଇ ସିମ୍ପଲ୍ ଉପାୟରେ ମଧ୍ୟ ଆପଣମାନେ କରିପାରିବେ। ଜଳଖିଆଟା ସଦାବେଳେ ଭଲ ହେଇଥାଏ। ତେଣୁ ଆଜିର ବ୍ୟଞ୍ଜନ ଯାହା ସବୁ ପ୍ରସ୍ତୁତ ହୋଇଅଛି, ଓ ଫାର୍ଷ୍ଟ କ୍ଲାସ୍। ଆପଣମାନେ ଯଦି ସୁବିଧା ପାଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବେ, ମୋତେ କହିବେ।